ଖରା ଦିନର ସ୍ପେଶାଲ ଆଜି ଆମେ ବନେଇ ନେବା କଞ୍ଚା ଆମ୍ବର ପଣା। ଏ ପଣା ବନେଇବା ସହଜ, ତା ସହିତ ଆପଣଙ୍କୁ 2 ମାସ ପର୍ଯ୍ୟନ୍ତ ଷ୍ଟୋର କରି ରଖିବେ, ଜମା ବି ଖରାପ ହେବନି। ଯେତେବେଳେ ଘରକୁ ଅତିଥି ଆସନ୍ତୁ କିମ୍ବା ଇଚ୍ଛା ହେଲେ ଇନଷ୍ଟାଣ୍ଟ ବନେଇକି ପିଇପାରିବେ। ନମସ୍କାର, ପ୍ରତିଦିନ ରୋଷେଇକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆପଣମାନଙ୍କୁ ଅନୁରୋଧ ରହିଲା, ଯଦି ଚ୍ୟାନେଲରେ ନୂଆ ଅଛନ୍ତି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ, ତା ସହିତ ଭିଡ଼ିଓକୁ ପ୍ଲିଜ୍ ଗୋଟେ ଲାଇକ୍ କରିବେ। ପ୍ରଥମେ ମୁଁ ଏଠି 2ଟି କଞ୍ଚା ଆମ୍ବ ନେଇଛି। କଞ୍ଚା ଆମ୍ବକୁ ଭଲସେ ଧୋଇ ନେବେ। ଧୋଇ ନେଇ ସାରିଲା ପରେ ତା ଆଗପଟ ଆଉ ପଛପଟକୁ କାଟି ନେବେ। କାଟି ନେଇ ସାରିଲା ପରେ ମୁଁ ଗୋଟେ ପ୍ରେସର କୁକର ଦେଇଦେବି, ଆଉ ଅଳ୍ପ କିଛି ପାଣି ଦେଇଦେବା ସିଝିବା ପାଇଁ। ଫ୍ଲେମ୍କୁ ମିଡ଼ିୟମ୍ ରଖିବା। ମିଡ଼ିୟମ୍ ଫ୍ଲେମ୍ରେ କଭର କରିନେବା। କଭର କରିକି 3ରୁ 4ଟି ହୁଇସିଲ୍ ଆସିବା ଯାଏ ଛାଡ଼ିଦେବା। ଆପଣ ଯଦି ଚାହିଁବେ ଚୋପା ଛଡ଼େଇକି ଛୋଟ ଛୋଟ ପିସ୍ରେ ମଧ୍ୟ କାଟିପାରିବେ, କିନ୍ତୁ ଏମିତି ବନେଇଲେ ସହଜ ହେଇଥାଏ। ଏବେ କ'ଣ କରିବା, ପ୍ରେସର କୁକର ଥଣ୍ଡା କରିନେବା। ଥଣ୍ଡା କରିସାରିଲା ପରେ ମୁଁ କଭରକୁ କାଢ଼ି ନେଉଛି। ଆପଣମାନେ ଦେଖିପାରୁଥିବେ ଆମ୍ବ ଭଲସେ ସିଝି ଯାଇଛି। ଏବେ ଚୋପାକୁ ଛଡ଼େଇ ନେବା। ଛଡ଼େଇ ନେଇ ସାରିଲା ପରେ ତା ଭିତରେ ଥିବା ପଲ୍ପକୁ ଅଲଗା କରି ନେବା। ଦେଖିପାରୁଥିବେ ଚୋପାରେ ମଧ୍ୟ ଲାଗିଥାଏ। ଆପଣ କ'ଣ କରିବେ ନା, ଗୋଟେ ଚାମଚ ସାହାଯ୍ୟରେ ଏମିତି ଆରାମସେ ଛଡ଼େଇ ପାରିବେ। ବହୁତ ଭଲସେ ଛାଡ଼ିଯିବ, ଯେହେତୁ ନରମ ଥାଏ, ସିଝି ଯାଇଥାଏ। ଆପଣଙ୍କ ଆମ୍ବ ଯଦି ଭଲସେ ସିଝି ନଥିବ ତାହେଲେ ପଣାର ଟେଷ୍ଟ ପୁରାପୁରି ଚେଞ୍ଜ ହେଇଯିବ। ଚେଷ୍ଟା କରିବେ ଭଲସେ ସିଝାଇବା ପାଇଁ। ଏଠି ଦେଖିପାରୁଥିବେ ମୁଁ ଟାକୁଆରୁ ସବୁକୁ ଆମ୍ବକୁ ଛଡ଼େଇ ନେଇଛି। ଛଡ଼େଇ ନେଇ ସାରିଲା ପରେ ଏବେ ଆମେ କ'ଣ କରିବା, ଏଇ ପ୍ରୋସେସ୍ରେ ଆଉ ଗୋଟେ ଆମ୍ବର ଚୋପାକୁ ମଧ୍ୟ ଛଡ଼େଇ ନେବା। ଏବେ ଗୋଟେ ମିକ୍ସିଂ ଜାର୍ ନେବା। ଜାର୍ରେ ରଖିଥିବା ଆମ୍ବକୁ ଦେଇଦେବା। ମୁଁ ଏଠି ସବୁଯାକ ଦେଇ ଦେଉଛି। ଦେଇ ସାରିଲା ପରେ ବିନା ପାଣି ଦେଇକି ଚିକଣ ସେ ଗ୍ରାଇଣ୍ଡ କରିବେ। ଗୋଟେ କଥା ଧ୍ୟାନ ଦେବେ, ପାଣି ଜମା ବି ୟୁଜ୍ କରିବେନି। କଭର କରିକି ଗ୍ରାଇଣ୍ଡ କରି ଆଣିବେ। ଆର ଟେକ୍ସଚର ନା ପୁରା କ୍ରିମି ଟାଇପ୍ର ରହିବ। ଆପଣଙ୍କୁ ଯଦି ଏ ଭିଡ଼ିଓଟି ପସନ୍ଦ ଆସିବ, ଆପଣମାନଙ୍କୁ ଗୋଟେ ଛୋଟ ଅନୁରୋଧ, ଭିଡ଼ିଓକୁ ଲାଇକ୍ କରିବା ସହିତ ସାଙ୍ଗ ଆଉ ଫ୍ୟାମିଲିମାନଙ୍କ ସହିତ ସେୟାର କରିବେ। ଏବେ ଆମେ ଅଲଗା ଜିନିଷ କିଛି ୟୁଜ୍ କରିବା, ଯାହାଫଳରେ ଆମ୍ବ ପଣାର ଟେଷ୍ଟ 2 ଗୁଣା ବଢ଼ିଯିବ। ସେଥିପାଇଁ ମୁଁ ଏଠି ଗୋଟେ ମୁଠା ପୋଦିନା ଦେଇ ଦେଉଛି। ତାର ଯେଉଁ ଟାଣ ଡେମ୍ଫ ଥାଏ ନା, ତାକୁ ଜମା ବି ୟୁଜ୍ କରିବେନି। ତା ସହିତ ଅଧା ଚାମଚ ଭଜା ଜିରା ଲଙ୍କାର ଗୁଣ୍ଡ ଦେବା। ଦେଖିବେ ଟେଷ୍ଟ ଭଲ ଆସିବ। ତା ସହିତ ଅଧା ଚାମଚ ମୁଁ ଏଠି କଳା ଲୁଣ ଦେଉଛି। ଏତିକି ଜିନିଷ ଦେଇ ସାରିଲା ପରେ ଚିକଣ ସେ ଆକୁ ଆପଣ ପ୍ରଥମେ କ'ଣ କରିବେ ନା, ଗ୍ରାଇଣ୍ଡ କରି ଆଣିବେ। ଗ୍ରାଇଣ୍ଡ କରିସାରିଲା ପରେ ଆପଣମାନେ ଦେଖିପାରୁଥିବେ ପୁରାପୁରି କଲର୍ ଚେଞ୍ଜ ହେଇଛି। ତା ସହିତ ଟେକ୍ସଚର ପୁରା କିନ୍ତୁ କ୍ରିମି ଟାଇପ୍ର ଅଛି। ଏବେ ଆମେ କ'ଣ କରିବା, ଆକୁ ଗୋଟେ ସାଇଡ଼୍ରେ ରଖିବା। ଆପଣ ଯଦି ଚାହିଁବେ ଏମିତି ମଧ୍ୟ ସରବତ ବନେଇ ପିଇପାରିବେ, କିନ୍ତୁ ମୁଁ ଟିକେ ମିଠା ଟାଇପ୍ର ବନେଇବି, ସେଥିପାଇଁ କଡ଼େଇ ବସେଇଛି। କଡ଼େଇରେ ଅଧା କପ୍ ଦେଇ ଦେଉଛି ଚିନି। ତା ସହିତ ଗୋଟେ କପ୍ ପାଣି ଦେବା। ମୁଁ ଏଠି ଚିନି ବ୍ୟବହାର କରିଛି। ଆପଣ ଯଦି ଚାହିଁବେ ଆ ଜାଗାରେ ମିଶ୍ରି ମଧ୍ୟ ନେଇପାରିବେ। ଏବେ ଚିନିକୁ ପାଣିକୁ ଭଲସେ କ'ଣ କରିବା ନା, ମିଶାଇ ନେବା। ଏଠି ଯେଉଁ ସିରା ବନେଇବେ ନା, ଗୋଟେ ତାର ବାଲା ନୁହଁ, ଜଷ୍ଟ ଚିନି କ'ଣ କରିବେ ନା ପାଣି ସହିତ ମିଶିଯିବ, ସେଇ ହିସାବରେ ଏଠି କ'ଣ କରିବେ ନା ସିରା ବନେଇବେ। ଏବେ କ'ଣ କରିବା, ଯେଉଁ ଆମେ ପୋଦିନା ଆମ୍ବକୁ ଆମେ ଗ୍ରାଇଣ୍ଡିଙ୍ଗ କରି ରଖିଥିଲେ ତାକୁ ସବୁଯାକ ଦେଇଦେବା। ଦେଇ ସାରିଲା ପରେ ଫ୍ଲେମ୍କୁ ମିଡ଼ିୟମ୍ ରଖିବା। ମିଡ଼ିୟମ୍ ଫ୍ଲେମ୍ରେ କଣ୍ଟିନ୍ୟୁଅସଲି 4ରୁ 5 ମିନିଟ୍ ପ୍ରଥମେ ଏହିପରି ମିଶାଇବେ। ଦେଖିବେ ଯେତେବେଳେ ମିଶିଯିବ ଉପରୁ କେମିତି ଛିଟିବା ଷ୍ଟାର୍ଟ ହେବ, ଆପଣ କ'ଣ କରିବେ ନା କେୟାରଫୁଲି ଏଠି ମିଶାଇବେ। 6 ମିନିଟ୍ ପରେ ମୁଁ ଏଠି ଆପଣଙ୍କୁ କନସିଷ୍ଟେନ୍ସି ଦେଖାଇ ଦେଉଛି। ଦେଖିପାରୁଥିବେ ଧୀରେ ଧୀରେ ଗାଢ଼ା ହେବାକୁ ଲାଗିଲାଣି। ଏବେ ଆମେ କ'ଣ କରିବା ନା, ଆକୁ ଟିକେ ଭଲସେ ମିଶାଇ ନେବା। ମିଶାଇ ସାରିଲା ପରେ ଯେତେବେଳେ ଏମିତି ପୁରା ଗାଢ଼ା ଟାଇପ୍ର ହେଇଯିବ, ଫ୍ଲେମ୍କୁ ଅଫ୍ କରିନେବେ। ଥଣ୍ଡା ହେବା ପାଇଁ ବାହାରେ ଛାଡ଼ିଦେବେ। ଯେତେବେଳେ ଥଣ୍ଡା ହେଇଯିବ, ଆପଣ ଗୋଟେ ଏୟାର ଟାଇଟ୍ କଣ୍ଟେନରରେ ବା କିଛି ଗୋଟେ କାଚ ବୋତଲରେ ଆକୁ ଷ୍ଟୋର କରିକି ଫ୍ରିଜ୍ରେ ପାଖାପାଖି 2 ମାସ ରଖିବେ। ଜମା ବି ଖରାପ ହେବନି। ଯେତେବେଳେ ଇଚ୍ଛା ହେବ ସରବତ ବନେଇକି ପିଇପାରିବେ। ଆଉ ଏତେ ସ୍ୱାଦିଷ୍ଟ ଲାଗିବ ଯେ ଆପଣଙ୍କୁ ଗୋଟେ ସପ୍ତାହରେ ସାରିଦେବେ। ଏବେ ମୁଁ ଗୋଟେ ଦେଖିପାରୁଥିବେ ଗୋଟେ ଏୟାର ଟାଇଟ୍ କାଚ ବୋତଲରେ ଆକୁ ରଖି ନେଉଛି। ରଖି ସାରିଲା ପରେ ଆକୁ ଗୋଟେ ସାଇଡ଼୍ରେ ରଖି ନେବା। ଚାଲନ୍ତୁ ଗୋଟେ ଇନଷ୍ଟାଣ୍ଟ ସରବତ ବନେଇବା। ସେଥିପାଇଁ ଟିକେ ଭଲ ସୁନ୍ଦର ଦେଖାଯିବା ପାଇଁ ଗ୍ଲାସ୍ ପ୍ରଥମେ କ'ଣ କରିବା ନା, ଗୋଟେ ଜାଗାରେ ଅଳ୍ପ ଟିକେ ଧଳା ଲୁଣ, ତା ସହିତ ଅଳ୍ପ ଟିକେ କଳା ଲୁଣ ଆଉ ଅଳ୍ପ ଟିକେ ଦେଇଦେବା ଶୁଖିଲା ଲଙ୍କା ଗୁଣ୍ଡ। ଦେଇ ସାରିଲା ପରେ ଆକୁ ଆମେ ଟିକେ ମିଶାଇ ନେବା। ମିଶାଇ ସାରିଲା ପରେ ମୁଁ ଏଠି ଗୋଟେ ପ୍ଲାଷ୍ଟିକ୍ କ'ଣ କରିଛି ନା, ଗ୍ଲାସ୍ ନେଇଛି। ତା ଉପରେ ଏମିତି ଟିକେ ଲେମ୍ବୁର ରସକୁ ଏମିତି କ'ଣ କରିବା ନା ଟିକେ ଲଗାଇ ଦେବା। ଲଗାଇ ସାରିଲା ପରେ ଆମେ ଯେଉଁ ଲୁଣ ଆଉ ଲଙ୍କା ଗୁଣ୍ଡକୁ ଗୋଳେଇକି ରଖିଥିଲେ ତା ଉପରେ ଏମିତି ମାରିଦେବା, ପୁରାପୁରି ମାର୍କେଟ ପରି ଲୁକ୍ ଦେଖାଯିବା ପାଇଁ। ଏବେ କ'ଣ କରିବା, ଅଳ୍ପ ଅଳ୍ପ ବରଫ ଦେଇଦେବା। ଆଉ ଖରା ଦିନରେ ଯେହେତୁ ସରବତ ବନାଉଛେ ନା, ବିନା ବରଫରେ ତ ବନେଇ ହେବନି, ସେଥିପାଇଁ ଅଳ୍ପ ବରଫ ଦେବା। ତା ସହିତ ଅଳ୍ପ ଟିକେ ପୋଦିନା ପତ୍ର ଦେଉଛି। ବାସ୍ନା ସହିତ ଲୁକ୍ ୱାଇଜ୍ ବହୁତ ଭଲ ଦେଖାଯିବ। ତା ସହିତ 2 ଚାମଚ ଆମ୍ବ ପଣାରୁ ଦେବେ।
ପକାଇବେ। ଦେଇ ସାରିଲା ପରେ ଅଳ୍ପ ପାଣି ଦେବେ। ପାଣି ଦେଇକି ଆପଣ କ'ଣ କରିବେ ନା ଫେଣ୍ଟି ନେବେ। ଆପଣଙ୍କ ଟେଷ୍ଟ ହିସାବରେ ଏଠି ଆପଣ ପଣା ୟୁଜ୍ କରିବେ। ଆପଣଙ୍କୁ ଯଦି ଅଧିକା ଖଟା ପସନ୍ଦ ଆପଣ ଆଉ ଗୋଟେ ଚାମଚ ନେଇପାରିବେ। ଆପଣ ଗୋଟେ ଥର ଏମିତି ସରବତ ବନାନ୍ତୁ। କେମିତି ବନେଇଲା ମୋ ସହିତ କମେଣ୍ଟ ସେକ୍ସନରେ ସେୟାର କରନ୍ତୁ। ଭିଡ଼ିଓ ପସନ୍ଦ ଆସିଥିଲେ ପ୍ଲିଜ୍ ଗୋଟେ ଲାଇକ୍ କରିବେ। ଧନ୍ୟବାଦ।